ଆଜି ଆମେ କଥା ହେବା ହାର୍ମୁଜ୍ ପ୍ରଣାଳୀରେ ହୋଇଥିବା ଏକ ଗୁଳିକାଣ୍ଡ ବିଷୟରେ। ଏହି ଘଟଣାଟି ଦେଖିବାକୁ ଛୋଟ ହୋଇପାରେ, କିନ୍ତୁ ଏହା କେମିତି ସାରା ଦୁନିଆର ଶକ୍ତି ବଜାରକୁ ସଙ୍କଟରେ ପକାଇ ଦେଇପାରେ, ଆସନ୍ତୁ ସେ ବିଷୟରେ ବିସ୍ତୃତ ଭାବେ ଜାଣିବା। ଆମ ଆଲୋଚନା ଆରମ୍ଭ ହେଉଛି ଏହି ବିପଦ ସଂକେତରୁ। ଏହା ଥିଲା ଏମ୍ଟି ସାନମାର ହେରାଲ୍ଡ ଜାହାଜର ଜଣେ କର୍ମଚାରୀଙ୍କର ଆକୁଳ ନିବେଦନ ଯେତେବେଳେ ଇରାନର ସେପାହ ନୌସେନା ତାଙ୍କ ଜାହାଜ ଉପରକୁ ଗୁଳି ଚଳାଉଥିଲା। ଏହି କେଇପଦ କଥା ହିଁ ହର୍ମୁଜ୍ ପ୍ରଣାଳୀର ସେହି ଭୟାବହ ପରିସ୍ଥିତିକୁ ବୟାନ କରୁଛି। ତେବେ କେମିତି ଗୋଟେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ରାସ୍ତା ରାତାରାତି ଏକ ଯୁଦ୍ଧକ୍ଷେତ୍ର ପାଲଟିଗଲା? ଆସନ୍ତୁ ଏହି ଘଟଣାର ଗଭୀରତାକୁ ଯିବା ଏବଂ ବୁଝିବା ଯେ ପ୍ରକୃତରେ କ'ଣ ଘଟିଥିଲା ଆଉ ଏହା ଆମ ସମସ୍ତଙ୍କ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ। ତ ପ୍ରକୃତରେ ସେଦିନ କ'ଣ ହେଲା? ଆସନ୍ତୁ ପୂରା ଘଟଣାକୁ ଆରମ୍ଭରୁ ଦେଖିବା, ଷ୍ଟେପ୍ ବାଇ ଷ୍ଟେପ୍। ଏହି ଘଟଣାର ମୂଳରେ ଥିଲେ ଦୁଇଟି ଭାରତୀୟ ଜାହାଜ। ପ୍ରଥମଟି ଥିଲା ଜଗ ଅର୍ଣ୍ଣବ, ଯାହା ସାଉଦି ଆରବରୁ ଭାରତ ଆସୁଥିଲା, ଆଉ ଦ୍ୱିତୀୟଟି ଥିଲା ସାନମାର ହେରାଲ୍ଡ, ଏକ ତୈଳ ଟ୍ୟାଙ୍କର ଯାହା ଇରାକରୁ ଭାରତ ଅଭିମୁଖେ ଯାତ୍ରା କରୁଥିଲା। ପୂରା ଘଟଣାକ୍ରମଟା କିଛି ଏମିତି ଥିଲା। ଜାହାଜଗୁଡ଼ିକ ଗ୍ରୀନ୍ ଏରିଆ ମାନେ ଏକ ନିରାପଦ ସାମୁଦ୍ରିକ ମାର୍ଗ ଦେଇ ଯାଉଥିଲେ, କିନ୍ତୁ ହଠାତ୍ କୌଣସି କାରଣ ନ ଥାଇ ଇରାନୀୟ ନୌସେନା ତାଙ୍କ ଉପରକୁ ଗୁଳି ଚଳାଇଲା। ଆଶ୍ଚର୍ଯ୍ୟର କଥା ହେଲା, ସାନମାର ହେରାଲ୍ଡକୁ ଯାତ୍ରା ପାଇଁ ଅନୁମତି ମିଳିସାରିଥିଲା, ତଥାପି ଆକ୍ରମଣ ହେଲା। ଏହାପରେ ସେମାନେ ବିପଦ ସଂକେତ ପଠାଇଲେ ଏବଂ ନିଜ ସୁରକ୍ଷା ପାଇଁ ସେଠାରୁ ଫେରିଆସିବାକୁ ବାଧ୍ୟ ହେଲେ। ସବୁଠୁ ଭଲ ଖବର ହେଲା ଯେ ଏତେ ବଡ଼ ଘଟଣା ପରେ ବି କୌଣସି କର୍ମଚାରୀଙ୍କର ଜୀବନହାନି ହୋଇନାହିଁ। ଜାହାଜଗୁଡ଼ିକର କ୍ଷତି ବି ସାମାନ୍ୟ ଥିଲା, ଯେମିତିକି ଗୋଟିଏ ଜାହାଜର କ୍ୟାବିନ୍ର କାଚ ଭାଙ୍ଗି ଯାଇଥିଲା। ପରିସ୍ଥିତି ବହୁତ ଖରାପ ହୋଇପାରିଥାନ୍ତା, କିନ୍ତୁ ଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। କିନ୍ତୁ ଗୋଟେ ପ୍ରଶ୍ନ ଆସୁଛି, ଗୋଟେ ଛୋଟ ଜାଗାରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏତେ ହଇଚଇ କାହିଁକି? କାରଣ ଏହି ସ୍ଥାନର ରଣନୈତିକ ମହତ୍ତ୍ୱ ବହୁତ ଅଧିକ। ଏହାକୁ କୁହାଯାଏ ଏନର୍ଜି ଚୋକ୍ ପଏଣ୍ଟ। ମାନେ ଏମିତି ଏକ ସରୁ ସାମୁଦ୍ରିକ ରାସ୍ତା ଯାହା ଯଦି କୌଣସି କାରଣରୁ ବନ୍ଦ ହୋଇଯାଏ, ତେବେ ସାରା ଦୁନିଆର ଶକ୍ତି ଯୋଗାଣ ଉପରେ ଏହାର ସିଧା ପ୍ରଭାବ ପଡ଼ିବ। ଆଉ ହର୍ମୁଜ୍ ପ୍ରଣାଳୀ ହେଉଛି ଏହାର ଏକ ବଡ଼ ଉଦାହରଣ। ଆପଣ ଭାବି ଦେଖନ୍ତୁ, ପୂରା ଦୁନିଆର 20% ଅର୍ଥାତ୍ ଏକ ପଞ୍ଚମାଂଶ ଅଶୋଧିତ ତେଲ କେବଳ ଏହି ଗୋଟିଏ ରାସ୍ତା ଦେଇଯାଏ। ଏହି ଗୋଟିଏ ତଥ୍ୟ ହିଁ ଏହାର ଅର୍ଥନୈତିକ ଗୁରୁତ୍ୱକୁ ସ୍ପଷ୍ଟ କରିବା ପାଇଁ ଯଥେଷ୍ଟ। ଆଉ ଭାରତ ପାଇଁ ତ ଏହି ରାସ୍ତା ବହୁତ ହି ଗୁରୁତ୍ୱପୂର୍ଣ୍ଣ, କାରଣ ଆମ ଦେଶ ନିଜର ଶକ୍ତି ଆବଶ୍ୟକତା ପାଇଁ ଉପସାଗରୀୟ ଦେଶମାନଙ୍କ ଉପରେ ବହୁତ ନିର୍ଭର କରେ। ତେଣୁ ଏହି ମାର୍ଗକୁ ଭାରତର ଶକ୍ତି ଜୀବନରେଖା କହିଲେ ଭୁଲ ହେବ ନାହିଁ। ଏହି ଘଟଣା ପରେ କେବଳ ସମୁଦ୍ରରେ ନୁହେଁ, କୂଟନୀତିର ଦୁନିଆରେ ବି ଝଡ଼ ସୃଷ୍ଟି ହୋଇଥିଲା। ଚାଲନ୍ତୁ ଦେଖିବା ବିଭିନ୍ନ ଦେଶ ଏହା ଉପରେ କିପରି ପ୍ରତିକ୍ରିୟା ଦେଲେ। ଭାରତ ତୁରନ୍ତ ଏହା ଉପରେ ପଦକ୍ଷେପ ନେଲା। ବୈଦେଶିକ ସଚିବ ଇରାନର ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ଘଟଣା ଉପରେ ଗଭୀର ଚିନ୍ତା ପ୍ରକଟ କରିବା ସହିତ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କଲେ। କିନ୍ତୁ ଇରାନର କଥା ଆଉ କାମରେ ତାଳମେଳ ନଥିଲା। ଗୋଟେପଟେ ଭାରତରେ ଥିବା ତାଙ୍କ ରାଷ୍ଟ୍ରଦୂତ ଭାରତୀୟ ଜାହାଜ ପାଇଁ ରାସ୍ତା ଖୋଲା ରହିବ ବୋଲି ପ୍ରତିଶ୍ରୁତି ଦେଉଥିଲେ, ଆଉ ଅନ୍ୟପଟେ ଇରାନରେ ତାଙ୍କ ସ୍ପିକର ଧମକ ଦେଉଥିଲେ ଯେ ଯଦି ସେମାନେ ରାସ୍ତା ବ୍ୟବହାର କରିପାରିବେ ନାହିଁ, ତେବେ କାହାକୁ ବି ଛାଡ଼ିବେ ନାହିଁ। ଏହି ଦ୍ୱନ୍ଦ୍ୱପୂର୍ଣ୍ଣ ଆଭିମୁଖ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା। ଆମେରିକା ଏହାକୁ ନେଇ ବହୁତ କଡ଼ା ପ୍ରତିକ୍ରିୟା ଦେଲା। ସେତେବେଳର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଏହି କାମକୁ ସିଧାସଳଖ ବ୍ଲାକମେଲ୍ ବୋଲି କହିଥିଲେ। ତେବେ ଏହି ଆକ୍ରମଣ କୌଣସି ସାଧାରଣ ଘଟଣା ନଥିଲା। ଏହା ପଛରେ ଆମେରିକା ଆଉ ଇରାନ ଭିତରେ ଚାଲିଥିବା ଏକ ବଡ଼ ରାଜନୈତିକ ଖେଳ ଥିଲା, ଯେଉଁଥିରେ ଅସ୍ତ୍ରବିରତି, ଅବରୋଧ ଆଉ ଆଣବିକ ଆଲୋଚନା ଭଳି ପ୍ରସଙ୍ଗ ଜଡ଼ିତ ଥିଲା। ଆସନ୍ତୁ ଘଟଣାକ୍ରମ ଉପରେ ଟିକେ ନଜର ପକାଇବା, ଯେଉଁଥିରୁ ପରିସ୍ଥିତି କେମିତି ଖରାପ ହେଉଥିଲା ତାହା ସ୍ପଷ୍ଟ ହୋଇଯିବ। ପ୍ରଥମେ ମାର୍ଚ୍ଚ 4 ତାରିଖରେ ଆମେରିକା ଗୋଟେ ଇରାନୀୟ ଯୁଦ୍ଧପଥକୁ ବୁଡ଼ାଇଦେଲା। ତାପରେ ଏପ୍ରିଲ 19ରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ହେଲା। ଆଉ ଏସବୁ ଘଟୁଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରବିରତି ଶେଷ ହେବାର ମାତ୍ର କିଛି ଦିନ ପୂର୍ବରୁ। ଇରାନର ଯୁକ୍ତି ଥିଲା ଯେ ସେମାନେ କେବଳ ପ୍ରତିଶୋଧ ନେଉଛନ୍ତି। ତାଙ୍କ କହିବା ଅନୁସାରେ ଆମେରିକା ତାଙ୍କ ବନ୍ଦରଗୁଡ଼ିକୁ ଅବରୋଧ କରି ଅସ୍ତ୍ରବିରତିର ସର୍ତ୍ତ ଭାଙ୍ଗିଛି, ତେଣୁ ସେମାନେ ମଧ୍ୟ ଏହାର ଜବାବ ଦେଉଛନ୍ତି। ସେତେବେଳେ ଆମେରିକା ଇରାନ ଭିତରେ ପରମାଣୁ ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ଏକ ଜଟିଳ ସ୍ଥିତିରେ ଥିଲା। କିଛି କ୍ଷେତ୍ରରେ ସହମତି ହୋଇଥିଲେ ବି ମୁଖ୍ୟ ପ୍ରସଙ୍ଗଗୁଡ଼ିକରେ ଉଭୟ ପକ୍ଷ ନିଜ ଜିଦ୍ରେ ଅଟଳ ଥିଲେ। ଏଭଳି ପରିସ୍ଥିତିରେ ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ଇରାନ ପାଇଁ ଏକ ଶକ୍ତିଶାଳୀ ମୂଲଚାଳର ଅସ୍ତ୍ର ପାଲଟି ଯାଇଥିଲା। ତ ପ୍ରଶ୍ନ ଉଠୁଛି, ଏସବୁର ପରିଣାମ କ'ଣ ହେବ? ଆଗକୁ କ'ଣ ହୋଇପାରେ ଏବଂ ଏହାର ବିଶ୍ୱ ଉପରେ କି ପ୍ରଭାବ ପଡ଼ିବ? ଯଦି ଏହି ରାସ୍ତା ବନ୍ଦ ହୁଏ, ତେବେ 3ଟି ବଡ଼ ବିପଦ ସାମ୍ନାକୁ ଆସିବ। ପ୍ରଥମତଃ, ତୈଳ ଦର ଆକାଶ ଛୁଆଁ ହୋଇଯିବ। ଦ୍ୱିତୀୟରେ,
ବିଶ୍ୱ ବଜାରରେ ଭୟଙ୍କର ଅସ୍ଥିରତା ଦେଖାଦେବ ଏବଂ ତୃତୀୟରେ ଏହା ଏକ ବଡ଼ ଧରଣର ଯୁଦ୍ଧକୁ ମଧ୍ୟ ଜନ୍ମ ଦେଇପାରେ। ଏଠି ଗୋଟେ ବଡ଼ ପ୍ରଶ୍ନ ଛିଡ଼ା ହେଉଛି, ଦୁନିଆର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥକୁ ଯଦି ଅସ୍ତ୍ର ଭଳି ବ୍ୟବହାର କରାଯାଏ ତେବେ ଏହାର ପରିଣାମ କେତେ ଭୟଙ୍କର ହୋଇପାରେ। ଏହି ପୂରା ଘଟଣା ଆମକୁ ଗୋଟିଏ କଥା ଶିଖେଇ ଦେଲା ଯେ ଆମର ବିଶ୍ୱ ଯୋଗାଣ ବ୍ୟବସ୍ଥା କେତେ ଦୁର୍ବଳ। ଗୋଟିଏ ଛୋଟ ଅଞ୍ଚଳର ସଂଘର୍ଷ କେମିତି ସମଗ୍ର ବିଶ୍ୱ ଅର୍ଥନୀତିକୁ ତତ୍କ୍ଷଣାତ୍ ପ୍ରଭାବିତ କରିପାରେ, ଏହା ତାର ଏକ ବଡ଼ ଉଦାହରଣ। ଶେଷରେ ଗୋଟିଏ ପ୍ରଶ୍ନ ଛାଡ଼ିଯାଉଛି, ଆମେ ସମସ୍ତେ ଗୋଟେ ସୂତାରେ ବନ୍ଧା। ତ ଏମିତି ଏକ ଦୁନିଆରେ ଆମର ଶକ୍ତିର ଉତ୍ସ, ଆମର ଜୀବନରେଖା ପ୍ରକୃତରେ କେତେ ସୁରକ୍ଷିତ? ଏହା ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ।